शांति शांति शांति।
ବୈତରଣୀ ତୀର୍ଥଙ୍କୁ ସର୍ବପ୍ରଥମେ ମା ଗଙ୍ଗାଙ୍କ ସ୍ୱରୂପରେ ପ୍ରଣାମ ନିବେଦନ କରି ଆମର ପଞ୍ଚବଟୀ ଆଶ୍ରମ 5ଟି ବୃକ୍ଷର ସମାହାର, ଏହି ବୃକ୍ଷ ଦେବତାଙ୍କୁ ପ୍ରଣାମ ଜଣାଉଛି। କାଠରେ ତିଆରି ଦାରୁବ୍ରହ୍ମମୂର୍ତ୍ତି ଜଗନ୍ନାଥଙ୍କୁ ଅର୍ଥାତ୍ ନୀଳାଦ୍ରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟିଏ ରୂପରେ ନିରାକାରଙ୍କ ରୂପରେ ଜଗତର ନାଥ ଜଗନ୍ନାଥଙ୍କ ରୂପରେ ପ୍ରଣାମ ଜଣାଉଛି ଏବଂ ଜଗତର କଲ୍ୟାଣ ପାଇଁ, ଜଗତର ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ସେଇଭଳି ଭାବରେ କେନ୍ଦୁଝରରେ ଅବସ୍ଥିତ ଆଦ୍ୟାଶକ୍ତି ଜନନୀ ମା ତାରିଣୀ, ସେ ଉତ୍କଳ ଜନନୀ, ଉତ୍କଳ ଭାରତୀ, ଝଙ୍କଡ଼ବାସିନୀ ମାଙ୍କୁ ପ୍ରଣାମ ଜଣାଉଛି, କୃପା ଭିକ୍ଷା କରୁଛି। ତା ସହିତ ଏହି ଗ୍ରାମରେ ଥିବା ଯେଉଁ ଯେଉଁ ଇଷ୍ଟମୂର୍ତ୍ତିମାନେ ଭିନ୍ନ ଭିନ୍ନ ମନ୍ଦିରରେ
ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜା ପାଉଛନ୍ତି, ସମସ୍ତେ ଅନେକ ନୁହନ୍ତି, ସମସ୍ତେ ଜଣେ। ଏକ ସଦବିପ୍ରା ବହୁଧା ବଦନ୍ତି। ଆମେ ସେଇ ଭାବନାରେ ରହିଲେ ହିଁ ପ୍ରକୃତରେ ଆମେ କିଛି ପାଇବା। ଯଦି ସେ ଭାବନାଟା ଆମର ସେୟା ରହିବନି, ଆମେ ଅଲଗା ଅଲଗା ଯେପର୍ଯ୍ୟନ୍ତ ଭାବୁଥିବା ସେ ପର୍ଯ୍ୟନ୍ତ ଆମେ କିଛି ପାଇବାନି। ଜନ୍ମ ହେଇଛୁ ଦିନେ ମରିବୁ ଦିନେ, ସେତିକି ହିଁ ସାର ହେବ। ସେଥିପାଇଁ ଭାଗବତରେ ମଧ୍ୟ କହିଛନ୍ତି, ତୁ ଯେବେ ଏକ ଭାବେ ଭାବୁ ଏ ଘୋର ସଂସାରୁ ତରି। ଗୀତାରେ ମଧ୍ୟ କୁହାଗଲା, ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଞ୍ଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସତ୍ୟମେନ ପ୍ରଣଶ୍ୟାମି। ଆମେ ଭିନ୍ନ ଭିନ୍ନ ରୂପରେ ପୂଜା କରୁଛୁ। ଏତେ ପୂଜା କରିବାର ବି ନଥିଲା, ଗୋଟେ ହଉ ହଉ ହେଇଗଲା, ହେଇଯାଇଛି। ଏହାଦ୍ୱାରା କ୍ଷତି କ'ଣ ହେଲା? ମାନେ ବିସ୍ତୃତ କ୍ଷତି ହେଲା। ଗୋଟିଏ ଜାତିବାଦ ସୃଷ୍ଟି ହେଇ ତା ଭିତରେ ଶୂନ୍ୟ ମନୋଭାବ ରହିଲା। ସେ ଅମୁକ ଜାତି ଧମୁକ ଜାତି, ତା ଦ୍ୱାରା କ୍ଷତି କ'ଣ ହେଲା? ହିନ୍ଦୁତ୍ୱ ବହୁ ଭାଗରେ ବିଭକ୍ତ ହେଇଗଲା। ଇଏ ଗୋଟେ କାରଣ। ଆମ ସନାତନ ଧର୍ମରେ ଆମେ ଯାହାକୁ କହୁଛୁ ହିନ୍ଦୁ ଧର୍ମ, ସନାତନ ଧର୍ମରେ ଆପଣ ଦେଖିବେ ଏତେ ଭୁଲ ମାନେ ହେଇଛି, ତାକୁ ଆଉ କହିବା ପାଇଁ ମାନେ ସମୟ ନାହିଁ। କିନ୍ତୁ ଟିକେ ଟିକେ କହିଲେ ଆପଣମାନେ ବୁଝିପାରିବେ। ଗୁରୁବାଦକୁ ନେଇକିରି ଗୋଟେ ଅଯଥା ଦ୍ୱନ୍ଦ୍ୱ ଆମ ସନାତନ ଧର୍ମରେ ସୃଷ୍ଟି ହେଇଛି। ଖାଲି ମୋ ଗୁରୁ, ତୋ ଗୁରୁ, ତା ଗୁରୁ, ସେ ଗୁରୁ, ଏମିତି ପଞ୍ଜାଏ ହେଉଛନ୍ତି ଏବଂ ସିଏ ମନେ ମନେ ଭାବୁଛନ୍ତି ଆମେ ସବୁ ଜାଣିଛୁ, କିନ୍ତୁ କିଛି ଜାଣିନାହାନ୍ତି। କହୁଛନ୍ତି ଆମେ ସବୁ ଜାଣିଛୁ। ଯେଉଁ ଗୁରୁଟି ଜନ୍ମ ହେଲେ ଭକ୍ତମାନଙ୍କ ଉଦ୍ଧାର ପାଇଁ, ସିଏ ନିଜେ ଗୁରୁ ବୋଲି କହୁନାହାନ୍ତି। ସିଏ କହୁଛନ୍ତି, କିଏ କହୁଛି ଆମେ ଭଗବାନ, କିଏ କହୁଛି ଆମେ ଭଗବାନ ତ ବେଶୀ କହୁଛନ୍ତି। ହଁ ଆମେ କୃଷ୍ଣ ଆଉ ରାମ କହିବା କଥା କାହିଁ ମୋତେ ମୁଁ କେଉଁଠି ଶୁଣିନି। କିଏ କେଉଁଠି ଭିତରେ ଭିତରେ ଏଇଭଳି ସବୁ କଥା କହି ସୁଦୁ ଗାଲୁଆଙ୍କର ବାରବାଟୀ ଚାଷ ଭଳି ଏମାନେ ଗାଲୁଆମି କରି କହିକିରି ଲୋକମାନଙ୍କୁ ଉଦ୍ଭ୍ରାନ୍ତ କରୁଛନ୍ତି। କିଏ କହୁଛନ୍ତି ତୁଳସୀକୁ ପୂଜା କର, ଆମେ କରୁଛୁ। ଚୁପଚାପ ବସ, ସେ କ'ଣ ସେ ଫୋନ୍ ସେ ଆମେ ପୂଜା କରୁଛୁ। ଆମକୁ ଯିଏ ପଚାରିବ ଆପଣ କାହିଁ ତୁଳସୀକି ପୂଜା କରୁଛନ୍ତି, ଆମେ ଉତ୍ତର ଦେବୁ। ବୋଲେ ଇଏ ସେବକ ଉତ୍ତର ଦେବ,
ତୁଳସୀ ଜଣେ ଦେବୀ କି ନୁହନ୍ତି ମୁଁ ସେ କଥା କହିପାରିବିନି, କିନ୍ତୁ ତୁଳସୀ ଗୋଟେ ଔଷଧ ଗଛ। ଇଏ ତୁଳସୀ ହେଉଛନ୍ତି ମାନେ ତୃଣମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସବୁଠାରୁ ବେଶୀ ଅମ୍ଳଜାନ ଦିଅନ୍ତି। ତେଣୁ ଆମେ ବଞ୍ଚେଇଛୁ। ଆମ ଓଡ଼ିଶାର ବିଭିନ୍ନ ଘରେ ଆପଣ ଦେଖିବେ ତୁଳସୀ ଚଉରା ନିଶ୍ଚୟ ଥିବ। ଯିଏ କହୁଛନ୍ତି ତୁଳସୀ ଜଣେ ଗୋଟାଏ ଗଛ, ତାଙ୍କ ପାଇଁ ଗଛ। ଯିଏ କହୁଛନ୍ତି ଠାକୁର, ତାଙ୍କ ପାଇଁ ଠାକୁର। ଗୋଟିଏ ବ୍ୟକ୍ତିର ଅନେକ ଦିନ ଧରି ସନ୍ତାନ ହେଲା ନାହିଁ, ତାଙ୍କୁ ଜଣେ ସାଧୁ କହିଲେ ତମେ ତୁଳସୀ ମୂଳରେ ପାଣି ଦେଇ ପ୍ରଣାମ ଜଣାଉଥା, ସନ୍ତାନ ଭିକ୍ଷା କରୁଥା। ଯେଉଁଦିନ ତୁଳସୀ ଗଛରୁ ଗୋଟିଏ ପତ୍ର ଖସି ପଡ଼ିବ, ସେଇ ପତ୍ରଟିକୁ ଯେଉଁଦିନ ପାଇବ ସେଇ ମାସରେ ତମର ଗର୍ଭୋଦୟ। ଇଏ ତୁଳସୀଙ୍କୁ ପୂଜା କରୁଛନ୍ତି, ବର୍ଷ ବର୍ଷ ବିତିଗଲା। ସେ ଦିନେ ହଠାତ୍ ଦେଖିଲା ତୁଳସୀଙ୍କି ପାଣି ଦେବା ଭିତରେ ଦେଖୁଛନ୍ତି ଗୋଟିଏ କଞ୍ଚା ପତ୍ର, ପାକଳା ପତ୍ର ତ ମାନେ ଝଡ଼ି ପଡ଼େ, ଗୋଟିଏ କଞ୍ଚା ପତ୍ର ଝଡ଼ି ପଡ଼ିଲା। ସାଧୁଙ୍କ କଥାକୁ ସ୍ମରଣ କରି ସେ ତୁଳସୀ ପତ୍ରଟିକୁ ସେ ଯେତେବେଳେ ନିଜେ ପାଇଲା ବା ତାଙ୍କ ସ୍ୱାମୀଙ୍କି ଦେଲା, ପାଇଲେ, ତାପରେ ସେ ଗର୍ଭବତୀ ହେଲେ ଏବଂ ସନ୍ତାନଟିଏ ପାଇଲେ। ତୁଳସୀର ଏତେ ମହିମା ଆପଣ ଦେଖିବେ। ଆମର କୁହାଯାଇଛି ମଧ୍ୟ ତୁଳସୀ ସର୍ବଭୂତାନାଂ ମହାପାତକ ନାଶ। ଦୁଇଟି ପତ୍ରକୁ ଆମେ ସମ୍ମାନ ଦେଉ, ତ୍ରିଶାଖା ବେଲପତ୍ର ଏବଂ ତୁଳସୀ। ଇଏ ଦୁଇଟି ଯାକ ଗଛ ହେଉଛି ଔଷଧୀୟ ଗଛ। ଗୀତାରେ ମଧ୍ୟ ଭଗବାନ ନିଜେ କହିଛନ୍ତି ଅହଂ କ୍ରତୁରହଂ ଯଜ୍ଞ ସ୍ୱାଧାୟ ମହାମୌଷଧମ୍। ମୁଁ ହେଉଛି ଶସ୍ୟ, ଧାନ, ବିରି, ମୁଗ, ଏଇ ଯେଉଁ ଆମର ଶସ୍ୟ କରୁଛନ୍ତି, ଭଗବାନ କହୁଛନ୍ତି ସେ ହେଉଛି ମୁଁ। ଯେଉଁମାନେ କହୁଛନ୍ତି ଧାନ, ବିରି, ମୁଗ ଏଗୁଡ଼ାକ ମାନେ ଭଗବାନ ନୁହନ୍ତି ବା ଏଗୁଡ଼ାକ କିଛି ନୁହନ୍ତି, ତା ବିନା ତାଙ୍କର ବି ସ୍ଥିତି ନାହିଁ। 10-15 ଦିନ ନ ଖାଇଲେ ସେ ବି ଆପେ ଆପେ ମରିଯିବେ। ଅହଂ କ୍ରତୁରହଂ ଯଜ୍ଞ ସ୍ୱାଧାୟ। ଗୀତା ପଢ଼, ରାମାୟଣ ପଢ଼, ଶାସ୍ତ୍ର ପଢ଼, ଏବଂ ତାପରେ କହୁଛନ୍ତି ମୁଁ ହେଉଛି ନିଜେ ଔଷଧ। ମୁଁ ରୋଗ ରୂପରେ ପ୍ରାରବ୍ଧକୁ ନେଇ, ପୂର୍ବଜନ୍ମର ପ୍ରାରବ୍ଧକୁ ନେଇ ମୁଁ ରୋଗ ରୂପରେ ମଣିଷ ଭିତରେ ପ୍ରବେଶ କରେ। ରୋଗୀ ଯେତେବେଳେ ମୋତେ ପ୍ରାର୍ଥନା କରେ, ମୁଁ ସେତେବେଳେ ଔଷଧ ରୂପରେ ତାର ରୋଗକୁ ନିବାରଣ କରେ। ଏଇ ନିକଟରେ ଆପଣ ଦେଖିଛନ୍ତି ସାରା ପୃଥିବୀ ଗୋଟାଏ ରୋଗ, ଭୂତାଣୁ କରୋନା। ସେ କେମିତି ଭଲ ହେଲା? ତ ବହୁତ ମନ୍ଦିର କରିଛନ୍ତି, ବହୁତ ହନୁମାନ, ଗାଁ ଗାଁରେ ହନୁମାନ, ଗାଁ ଗାଁରେ ଶିବ, ଗାଁ ଗାଁ କେତେ କ'ଣ ଚାଲିଛି ତାର କିଛି ଠିକ୍ ନାହିଁ। ଗୋଟାଏ ଗ୍ରୁପ ବସିଛନ୍ତି, ତାସ ଖେଳୁଛନ୍ତି, କଥା ପଡ଼ିଲା ଗୋଟେ ହନୁମାନ ଆମେ ଏମିତିଆ ସବୁ କଥା
ତେବେ ସେ କରୋନା ବେଳେ କେଉଁ ଠାକୁରଙ୍କର ମୂର୍ତ୍ତି, ମୁଁ ଠାକୁରଙ୍କ କଥା କହୁନି, ମୁକ୍ତି ମାନେ ମୂର୍ତ୍ତି କଥା କହୁଛି, କେଉଁ ମୂର୍ତ୍ତି କୃପା କରି ତମ କରୋନାକୁ ଏଠୁ ହଟେଇଲେ? ସାଧୁସନ୍ଥମାନଙ୍କର ଆକୁଳ ପ୍ରାର୍ଥନା ଯେତେବେଳେ ସେଇ ଅନନ୍ତଙ୍କ ପଦାବ୍ଜରେ ପହଞ୍ଚେ, ଅନନ୍ତଙ୍କ ଠାରୁ ଗୋଟେ ଜ୍ୟୋତି ଅବତରଣ ହୁଏ, କେତେବେଳେ ଅବତାର କେତେବେଳେ ଅବତାରୀ ସେ ହୁଅନ୍ତି ଏବଂ ତାଙ୍କରି ମାର୍ଗଦର୍ଶନରେ ସମସ୍ୟାର ସମାଧାନ ହୁଏ। ମନେ କରାଯାଉ ସେ ସାଧୁଙ୍କର ଯେଉଁଠି ପ୍ରବେଶ କରନ୍ତି ସେଙ୍କ ଦାଢ଼ି ନଥିବ, ବାଳ ନଥିବ, ନଣ୍ଡା ହେଇନଥିବେ, ସିଏ ଅଲଗା କଥା, କିନ୍ତୁ ଜଣେ ବୈଜ୍ଞାନିକ ସିଏ ମଧ୍ୟ ସାଧୁ। ଆପଣମାନେ ଏତିକି ଲକ୍ଷ୍ୟ କରନ୍ତୁ, ବୈଜ୍ଞାନିକ ମାନେ ଯେତେବେଳେ ଉଦ୍ଭାବନ କଲେ ଏଇ ଔଷଧରେ କରୋନା ଦୂରୀଭୂତ ହେବ, ତାପରେ ଗାଁ ଗହଳିରେ ଔଷଧ ଇଞ୍ଜେକ୍ସନ କ'ଣ ସବୁ ଚାଲିଲା, ତାପରେ ଆପଣମାନେ ଆଜି ଚଳପ୍ରଚଳ ହେଉଛନ୍ତି। ନହେଲେ ବାଟ ଘାଟରେ ଗୋଟେ ସାଇକେଲ ମଧ୍ୟ ଦେଖିବାକୁ ମିଳୁନଥିଲା। ତେଣୁ ପ୍ରାର୍ଥନାର ଗୋଟେ ଶକ୍ତି ଅଛି। ସାଧୁସନ୍ଥମାନେ ତ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଆପଣମାନଙ୍କର ପ୍ରାର୍ଥନାର ସେ ପ୍ରାର୍ଥନାର ଆହ୍ୱାନ ସେ ଭଗବାନଙ୍କ କୃପାକୁ ମର୍ତ୍ତ୍ୟକୁ ନେଇ ଆସେ। ସେଇ ହେଉଛନ୍ତି ଆମର ଏକମାତ୍ର ସଦ୍ଗୁରୁ। ଏ ଦୁନିଆରେ ଗୁରୁ ଅନେକ ବୋଲି କହୁଛନ୍ତି, ମୋତେ କେହି ଦେଖାଯାଆନ୍ତି ନାହିଁ। ମୋ ଗୁରୁ ମୋ ପାଇଁ ସଦ୍ଗୁରୁ ହେଇପାରନ୍ତି, କିନ୍ତୁ ଏ ଜଗତର ସଦ୍ଗୁରୁ ହେଉଛନ୍ତି ଜଣେ, ସିଏ ହେଉଛନ୍ତି ସେ ଅନ୍ଧାରିଆ ଜାଗାରେ ଅଛନ୍ତି, ଛୋଟ ଆଲୋକଟିଏ ଭଳି ଜଳୁଛନ୍ତି। ସେ ଅନ୍ଧାରିଆ ଜାଗାଟା କୋଉଠି? ନିରାକାର, ଯେଉଁଠି କିଛି ଆକାର ନାହିଁ, ଶୁଦ୍ଧ ଅନ୍ଧାର। ଜଗନ୍ନାଥଙ୍କ ରୂପଟି ଯାହା, ସେ ନିରାକାରଙ୍କ ରୂପଟି ସେଇଆ, ଅନ୍ଧାର। ତାରି ଭିତରେ ଗୋଟେ ଅଦୃଶ୍ୟ ଜ୍ୟୋତି ରହିଛି। ସେଇ ଅଦୃଶ୍ୟ ଜ୍ୟୋତିର ନିର୍ଦ୍ଦେଶରେ ବା ଆଦର୍ଶରେ ଇଏ ସମଗ୍ର ଜଗତ ଚାଲିଛି। ଆଉ 5-6ଟି ମାତ୍ର ଆମର ଦେବତା, କିନ୍ତୁ ଆମେ ଫୁଟାଣି ମାରିକିରି କହୁଛୁ 33 କୋଟି ଦେବତା। ବାୟୁର୍ଜମଗ୍ନି ବରୁଣ ସଜା ନମୋ ଆମ ଦେବତା କି ଯିଏ ଯିଏ କହୁଛନ୍ତି ଦେବତାଙ୍କୁ ଆମେ ମାନୁନୁ, ତାଙ୍କ ଦେବତା ବି ସିଏ। ସିଏ କିଏ? ସମୁଦ୍ର। ସମୁଦ୍ର ଯଦି ନଥାନ୍ତା ବର୍ଷା କ'ଣ ହୁଅନ୍ତା? ନଈ ନାଳ କ'ଣ ଥାନ୍ତା? ବାୟୁ, ପବନ, ଆମେ ପବନକୁ ଦେବତା ବୋଲି କହୁଛୁ। ଯଦି ଆମେ କହିବୁ ତମେ ଯିଏ ପବନକୁ ଦେବତା ବୋଲି ମାନୁନା, ଦୟାକରି ତମେ ଅଲଗା ହେଇଯାଅ,
ପୁରା ଦଳଗଢ଼। ତମେ ଆମ ବାୟୁକୁ ନିଶ୍ୱାସରେ ନେବନି, ତମ ନାକରେ ଆମ ପବନ ଯିବନି। କେଇ ମିନିଟ୍ ତମେ ରହିବ? ଯେଉଁ ବଡ଼ ବଡ଼ କଥା ତମେ କହୁଛ, କେତେ ମିନିଟ୍ ତମେ ରହିବ? ହଁ, ଗୋଟା 5-10 ମିନିଟ୍ ରହିଯାଇପାର, ତାପରେ ଠକ୍। ଯଦି ଅଗ୍ନି ନ ରହିବେ, ସୂର୍ଯ୍ୟ, ଅଗ୍ନିଙ୍କର ପୂର୍ବ ରୂପ ହେଉଛି ସୂର୍ଯ୍ୟ। ସୂର୍ଯ୍ୟ ଯଦି ବର୍ତ୍ତମାନରେ ବି ନିଷ୍ପ୍ରଭ ହେଇଯିବେ, ନା ମୁଁ ଆଉ ଆଲୋକ ଦେବିନି, ଇଏ ପୃଥିବୀ ରହିବ ତ? ଧରିତ୍ରୀ, ଯେଉଁ ଧରିତ୍ରୀ ମା କୋଳରେ ଆମେ ବସିଛୁ, ଇଏ ଧରିତ୍ରୀ ଯଦି କାଲି ଭୂକମ୍ପରେ ଗଳି ପଡ଼ିବ, ବା ଓଇଖିଣା ଏଇଠି ଭୂକମ୍ପ ହେଲେ ଆମେ ଦୌଡ଼ା ଦୌଡ଼ି ହେବା ଏଇଠି। ଯେଉଁମାନଙ୍କର ଧରିତ୍ରୀ ପ୍ରତି ସମ୍ମାନ ନାହିଁ, ଶସ୍ୟ ଶ୍ୟାମଳା ପାଇଁ ତାଙ୍କର ଦରଦି ନାହିଁ, ବୃକ୍ଷ ତରୁ ତୃଣ ଲତା ଯେଉଁମାନଙ୍କ ପାଇଁ ଆମେ ବଞ୍ଚିଛୁ, ସେମାନେ ହେଉଛନ୍ତି ସ୍ୱତନ୍ତ୍ର ଶିବ। ପ୍ରତ୍ୟେକ ଗଛ ହେଉଛି ଶିବ, ସେମାନଙ୍କ ପାଇଁ ଆମ ଦରଦି ନାହିଁ। ଆଉ ତ ଗାଈ ଗୋରୁ ମେଣ୍ଢା ଛେଳି କୁକୁଡ଼ା ଆଙ୍କ ପତ୍ରକୁ ଦୟା ନାହିଁ ନା ମାୟା ବି ନାହିଁ। ଇଏ ସବୁ କାକୁଡ଼ି, ଏମିତି କାକୁଡ଼ି ଗୁଡ଼ାକ ଆମେ ଭଡ଼ ବାହାରକି ଚୋବଉ, ଇଏ ପୁରା ସେଇଆ। ଆଉ ଯଦି ଧରିତ୍ରୀ ପ୍ରତି ନାହିଁ, ସୂର୍ଯ୍ୟଙ୍କ ପ୍ରତି ନାହିଁ, ଅଗ୍ନିଙ୍କ ପ୍ରତି ନାହିଁ, ଜଳ ପ୍ରତି ନାହିଁ, ଚନ୍ଦ୍ରମାଙ୍କ ପ୍ରତି ନାହିଁ, ଚନ୍ଦ୍ରମା ଔଷଧ ପ୍ରଦାନ କରନ୍ତି, ଆପଣମାନେ କୁହନ୍ତୁ ଇଏ ପୃଥିବୀରେ କୋଉ ଧର୍ମଟା ଚାଲିବ, କୋଉ ମନ୍ଦିରଟା ଚାଲିବ? କେଉଁ ସାଧୁ ସେ ହିମାଳୟ ଗୁମ୍ଫାରେ ବସନ୍ତୁ ବା ମଠରେ ବସନ୍ତୁ, ସିଏ କୋଉ ପ୍ରକାର କେମିତି କ'ଣ ସାଧନ କରିବେ? ସେଟା ମରିଯିବା, ସାଧନ କରିବେ କ'ଣ? ତେଣୁ ଆମେ ଯେଉଁଥିପାଇଁ ଯାହାଙ୍କ ପାଇଁ ବଞ୍ଚିଛୁ, ସିଏ ହେଉଛନ୍ତି ଏଇ ପଞ୍ଚଭୂତ। ତାକୁ ସୃଷ୍ଟି କରିଛନ୍ତି ସେଇ ଜଗତର ଗୁରୁ ନିରାକାର। ତେଣୁ ସଜ୍ଜନ, 33 କୋଟି ଦେବତା ଯିଏ କହିବେ, ତାଙ୍କୁ ଟିକେ ଦୟାକରି ଏଇ ଉତ୍ତରଟା ଦେବେ। 33 କୋଟି ତ କୋଟି, ଗୋଟିଏ କୋଟିର ହିସାବ ଦେଲ, ବଳିଆ ବାବା ତମ ଶିଷ୍ୟ ହେବେ। ତେଣୁ ସଜ୍ଜନ, ନମୋ ନିରଞ୍ଜନ ନିଖିଳ ପ୍ରାପ୍ତ ପ୍ରଭୁ ଭାଗବତର କେତୋଟି ପଦ କହୁଛି। ମୁଁ ଯାହା କହୁଛି ଆପଣଙ୍କ ଇଏ ଗୋଟେ ମନକୁ ମନ କ'ଣ କହୁଛି, ମୁଁ କିଛି ଆମେ ମାନେ ଏଭଳି ଭୁଲ ଜୀବନରେ ହେବ ନାହିଁ ଯାହା ଶାସ୍ତ୍ର ଅନୁମୋଦିତ ନୁହେଁ, ସେଭଳି କଥା ଆମେ କହିବୁନି। ଭାଗବତର ଗୋଟେ କେତୋଟି ପଦ କହିଲେ, ପ୍ରତିମା ଯଦି ନ ପାଇବ ଶୁଣ ଉଦ୍ଧବ
ପୂଜା ଭାବ। ପ୍ରତିମା କିଏ? ଯିଏ ଅନୁପମ ସେ ହଉଛି ପ୍ରତିମା। ସେ ଅନୁପମଟି କିଏ? ଆମ ଘରେ ଆମ ବାପ ମା ଗୁରୁ ଗୁରୁଜନ ମାନେ ହେଲେ ପ୍ରତିମା। ତମେ ତାଙ୍କୁ ପୂଜା କରୁଛ କି? କୋଉ ପୂଜା? ଠିକ ସମୟରେ ଖାଇବାକୁ ଦଉଛ କି? ଔଷଧ ଦଉଛ କି? ଚାହା ଦଉଛ କି? କ୍ଷୀର ଦଉଛ କି? ଶିବଲିଙ୍ଗ ଉପରେ ବହୁତ କ୍ଷୀର ଢାଳୁଛ। ଯଦି ତୁମେ ଦଉନା ପ୍ରତିମା, ଯଦି ଆପଣଙ୍କ ଆମ ଘରେ କେହି ବୁଢ଼ା ବୁଢ଼ୀ ନାହାନ୍ତି, ମରିଗଲେଣି, ଭାଗବତ ଛାଡ଼ିଆ ଶାସ୍ତ୍ର ନୁହଁ, ଆଉ ତମର ବାପା ମା ନାହାନ୍ତି, ପ୍ରତିମା ଯେବେ ନ ପାଇବ ପ୍ରତିମା ଯଦି ପ୍ରତିମା ନ ପାଇଲ, ଯଦି ପ୍ରତିମା ପାଇଲ ତାହେଲେ ତ ଭଲ କଥା। ବା କହିଲେ ନିଶ୍ୱାସ, ପା କହିଲେ ହାତ ପାଣି, ବୋ କହିଲେ ଓଙ୍କାର ବ୍ରହ୍ମ, ଉ କହିଲେ ଶକ୍ତି। ये जो बापा बोऊ शब्द ये बा गोटे दीक्षा। जदि बापा माँ कहल से भी गोटे दीक्षा। जदि भाई बोली कहल से भी गोटे दीक्षा। भा कहले भाव, ई कहले ईश्वर, भ कहले भक्ति। ये सबू गोटे गोटे दीक्षा। जदि जने बिल्कुल दीक्षा नहीं जमा नहीं न जदि से सकाल उठिक बापा बो गोटे मारी धरिक बहुत जप करुचन लोक, आम कौन देखुनु? बापा बो मंत्र को किए जप करुच? बापा बोऊ को सकाल उठी किए नमस्कार करुच ना? आम आम गुरु को नमस्कार कर। आग बापा बोऊ को देखी ना गुरु को देखी? तमें जो न जन्म हो गुरु कौन से ठिया जो बापा बोऊ तुम्हें गुरु को पाइल, मन कर बापा बोऊ टे कलुगुरा कलुगुरी अच्छा कजिया फजिया कर कजिया करते कि तमें क्या बुझुच? बापा बोऊ भितर थिबा से आत्मशक्ति। तुम्हें श्राद्ध दौच क्या दौच? आत्मा को श्रद्धार्घ्य दौच। तेणु बापा बोऊ ये सब कथार तत्व बुझे हम ना? आम सब दीक्षा नहीं, दीक्षा ना कौन है? दीक्षा नहीं आओ तुम शिक्षाटी कौन? तेणु सज्जन आज सब प्रकार गोटे एमती आम भितर भूल हो जाऊँ। आपन देखिए गोटे गाँ को जी सबू गछ सबू घर मूल तुलसी गछ थी, गोटाए गोटाए घर आगे न। अरे ये घर कौन तुलसी नहीं ना? आम थिला कि आम अमुक बाबा शिष्य हेलु, सी परा कहले तुलसी की उपाधि दियो, तुम आम उपाधि देलु। जदि जीवन रे सही माने केतो तम जीवन अनुभवटा कौन? तेणु सज्जन ये हूँ पवित्र बात माटी बैतरणी तीर्थ
ବକୁଳ ଗୋସ୍ୱାମୀଙ୍କର ଆସ୍ଥାନ ଏ ଗ୍ରାମକୁ ଆସିଛନ୍ତି ବାୟା ବାବା। ଏ ଗ୍ରାମରେ ଗୁରୁଚନ୍ଦ୍ରଙ୍କର ଶିଷ୍ୟ ଭକ୍ତମାନେ ଅଛନ୍ତି, ଫକର ବାବାଙ୍କର ବି ଶିଷ୍ୟ ଭକ୍ତମାନେ ଅଛନ୍ତି। ଏତେ କଥା ଥାଇକିରି ମଧ୍ୟ ସାଧୁ ସନ୍ଥର ଦେଶ ଭାରତ। ତେଣୁ ଆମେ ଆଜି ଜୀବନକୁ ଶ୍ରୀହୀନ କରିଦେଉଛୁ। ଶ୍ରୀମନ୍ଦିରକୁ ଯାଉଛୁ କିନ୍ତୁ ଶ୍ରୀହୀନ। ତେବେ ସଜ୍ଜନ ଏକ ସଦ ବିପ୍ରା ବହୁଧା ଭବନ୍ତି। ସେ ଅନେକ ନୁହନ୍ତି, ଏକ ହମ୍ ବହୁଶ୍ୟାମି। ଆପଣ କହିବେ ହନୁମାନ କ'ଣ ଭଗବାନଙ୍କର ମାନେ ସେ କ'ଣ ଗୋଟେ ଭଗବାନ? ଆଉ ତମେ ହଉଛ ଭଗବାନ, ହନୁମାନ ନୁହଁ ତମେ। ଏ ହନୁମାନ ତତ୍ଵଟି କ'ଣ? ହରି ଓ ହରି ଓ ये हटी होउचंती हरि ओम। यही हटी होउचंती नमोई नृसिंह रण अनादि नमोई यही हटी होउचंती नर हरि नरश्रेष्ठ। नरश्रेष्ठ कहले नृसिंह, नरश्रेष्ठ कहले जिते दुनिया रे भल मनुष्य समस्ते। यही न हटी होउचंती हनुमान। हरि कहले मर्कटाकृति मनीष। हनुमान मांकड़ नुहति कि तांकर नांज नहीं मु देखिने। तमें जदि देखिथिबो देखिथिबो हनुमानंकर लांज नहीं। हनुमानंकर मुख बांदराकृति किंतु से मनीष, से नर अवतार। सी होउचंती हनुमान। अच्छा आउ गोटे ह कौन? से हरि चरित। हरि होउचंती स्वयं कृष्ण। तेणु ये जुगरे बोले यही जो जुगटा आम चली आ ना कल कली जुग। मुझे कथा सब जानी कली जुग कि फली जुग एगुड़ा मुझे जानी, किंतु चारिटा जुगर ना जानी। सत्य जुग ताकू मु केतबेले भोग करे, आपण माने केतबेले भोग करती।
ବିଛଣାରେ ଶୋଇଥିଲେ ହଠାତ୍ ଉଠି ନିଦ ଭାଙ୍ଗିଗଲା, ସତ୍ୟଯୁଗ ଭୋଗ ହେଲା। ଯେତେବେଳେ ସତ୍ୟଯୁଗ ଆସିଲା ସେତେବେଳେ ଯଦି କହିବେ ଗୁଡ଼ାକୁ ଆଣ, ବିଡ଼ି ଆଣ, ସିଗାରେଟ୍ ଆଣ, ସେ ହୁସ୍କି ଆଣ, ବୋତଲ ଆଣ, ସେଗୁଡ଼ାକ ନୁହେଁ। ଯଦି କେବଳ କହିବେ ଓମ୍ ନମୋ ନାରାୟଣ, ସତ୍ୟଯୁଗ ଭୋଗ ହେଇଗଲା। ଶ୍ରୀମନ୍ନାରାୟଣ ଯେତେବେଳେ ଆପଣଙ୍କ ନିତ୍ୟକର୍ମ ସରିଲା ପରିବାର କଥା ବୁଝିବେ, ସେଇ ଗୋଟାକ ହେଉଛି ତ୍ରେତୟା ଯୁଗ। ସେ ଯୁଗର ନାମଟା କ'ଣ? ରାମ ନାରାୟଣ ଅନନ୍ତ ମୁକୁନ୍ଦ ରାମ ନାରାୟଣ ପରିବାରର କଥା ବୁଝିବାକୁ ହେଲେ ରାମଙ୍କର ଚରିତ୍ରକୁ ମନେ ପକେଇବାକୁ ପଡ଼ିବ। ଦଶରଥ, କୌଶଲ୍ୟା, କୈକେୟୀ, ସୁମିତ୍ରା, ମନ୍ଥରା, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନ, ଏଇମାନଙ୍କର କଥାଟାକୁ ଖାଲି ମନେ ପକେଇଲେ ଭାଇ ଭାଇରେ ସମ୍ବନ୍ଧ, ସ୍ୱାମୀ ସ୍ତ୍ରୀରେ ସମ୍ବନ୍ଧ, ବାପ ପୁଅରେ ସମ୍ବନ୍ଧ, ସେତିକି ହେଲେ ଯଥେଷ୍ଟ। ସେଇ ଗୋଟାକ ତ୍ରେତା ଯୁଗ। ଆଉ ବାଡ଼ିଆ ପିଟା ହଉଥିବ, ରାମ ରାମ ଜପୁଥିବ। ଦ୍ୱାପର ଯୁଗ କୋଉଟା? ଯେଉଁ ଯୁଗ ଦ୍ୱାପର ଯୁଗର ମାର୍ଗ ହେଉଛି ବିପ୍ଳବ। ଯେଉଁ ବିପ୍ଳବ ଭିତରୁ ଜନ୍ମ ନେଇଥିଲେ ଗୀତା ଭଳି ମହାନ ଶାସ୍ତ୍ର, ଯିଏ ପ୍ରତିଜ୍ଞା କରି କହିଛନ୍ତି ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ସ୍ତାଂ ତଥୈବ ଭଜା ମମ ବର୍ତ୍ତାନୁବର୍ତ୍ତନ ନୁଷ୍ୟା, ଯିଏ ଯେଉଁପରି ଭାବରେ ମୋତେ ପୂଜା କରେ ମୁଁ ସେଇଭଳି ରୂପରେ ତାକୁ ଆଶୀର୍ବାଦ କରେ। ଯିଏ କହିଛନ୍ତି, ପ୍ରତିଜ୍ଞା କରିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ତାର ଅର୍ଥଟି କ'ଣ? ଧର୍ମର ଗ୍ଲାନି ଘଟେ ସେତେବେଳେ ସେ ଆସନ୍ତି। ପରିତ୍ରାଣାୟ ସାଧୂନାଂ ବିନାଶାୟ ଦୁଷ୍କୃତମ୍ ଧର୍ମ ସଂସ୍ଥାପନା। ଜୀବନ ହେଉଛି ଗୋଟିଏ ସୁନ୍ଦର ମନ୍ଦିର। ଏଇ ମନ୍ଦିରକୁ ସେବା କରୁଛନ୍ତି 11 ଜଣ ସାଧୁ। ଯାହାକୁ ଆପଣମାନେ କହୁଛନ୍ତି ଏକାଦଶ ଇନ୍ଦ୍ରିୟ। ଏଇ ଯୋଉ 11 ଜଣ ସାଧୁ ଇଏ ଜୀବନକୁ ସେବା କରୁଛନ୍ତି। ଆଖି ଦେଖୁଛି, କାନ ଶୁଣୁଛି, ଏଇ ତ। ଆଙ୍କ ଭିତରେ ଯେତେବେଳେ ବିକ୍ଷିପ୍ତ ଭାବନା ସୃଷ୍ଟି ହୁଏ, ମୁଁ ଗୁରୁ ଦର୍ଶନ କରିବି ନାହିଁ, ହରି ଦର୍ଶନ କରିବି ନାହିଁ, ସନ୍ଥ ଦର୍ଶନ କରିବି ନାହିଁ, ତୀର୍ଥ ଦର୍ଶନ କରିବି ନାହିଁ, ଆଉ କ'ଣ ଦର୍ଶନ କରିବ? ମୁଁ ଠିପି ଖୋଲା ମଦ ଦୋକାନକୁ ଯିବି, ସେଠି ମଧୁରୁ ପୁଳାଏ ପିଇବି,
ଗଞ୍ଜେଇରୁ ପୁଳେ ଟାଣିବି, ଗଞ୍ଜେଇ ପୁଣି ମୁଁ ନିଜେ ଟାଣିବି, ଶିବଙ୍କୁ ପୁଣି ସମର୍ପଣ କରିବି। ଶିବ କାଳେ ଗଞ୍ଜେଇ ଟାଣନ୍ତି। କ'ଣ ଶିବଙ୍କ ପାଖକୁ ଯାଇକି ଦେଖିଛ ଶିବ ଗଞ୍ଜେଇ ଟାଣନ୍ତି? ଏଇ ସବୁ ଯୋଉ ଅନ୍ଧବିଶ୍ୱାସ ଆମ ସମାଜକୁ ମାଡ଼ି ଆସିଛି, ତାକୁ ଆଗେ ହଟାଅ। ତେଣୁ ସଜ୍ଜନ, ଅନ୍ଧବିଶ୍ୱାସ ଆଜି ଆମକୁ ମାନେ ନଷ୍ଟ କରି ସାରିଲାଣି। ଆଉ ଆଚ୍ଛା, ମୁଁ ଯୋଉଟା କହୁଥିଲି ସେଇ ନକହି ପୁଣି ଆଳୁ ସାଡ଼ୁ ପଶି ଯାଉଛି। ପ୍ରତିମା ଯେବେ ନ ପା ଆଚ୍ଛା, ସତ୍ୟରେ ନାମ ମାନେ ଯେତେବେଳେ ବିଛଣାରୁ ଉଠିଲ ସତ୍ୟ ଯୁଗ, ପରିବାର କଥା ବୁଝିଲ ତ୍ରେତୟା ଯୁଗ, କର୍ମ କଲ ଦ୍ୱାପର ଯୁଗ, ସନ୍ଧ୍ୟା ହେଲା ବସି ଟିକେ ପ୍ରାର୍ଥନା କଲ କଳି ଯୁଗ। କଳି ଯୁଗରେ କିଏ? ଗୌର ହରି ହରି ବୋ, ଗୌର ହରି ଗୌର ହରି শ্রী শ্রী ঠাকুর নিগমানন্দ কইলে চৈতন্যর পথ, গৌরাঙ্গের পথ, শঙ্করের মত। গৌরাঙ্গଙ୍କ পথ କ'ଣ? নাম কীর্তন। ନିଜେ ସ୍ୱୟଂ ଚୈତନ୍ୟ କ'ଣ କହିଲେ? ହରେର ନାମୈବ କେବଳ, ହରି ନାମ କର ଉଦ୍ଧାର। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କ'ଣ କହିଲେ? ନାମ ପରମ ବ୍ରହ୍ମ, ଜୀବେର ମୂଳ ଧର୍ମ। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ ବୋଲରେ। ମୁଁ ଅନେକଙ୍କୁ ପଚାରେ, ବଳିଆ ପାଖକୁ ସମସ୍ତେ ଆସନ୍ତି, ରାଧେ ରାଧେ କ'ଣ ଦିଟା ଲାଗିଛି? କୃଷ୍ଣ କୃଷ୍ଣ ପୁଣି ଦିଟା କୃଷ୍ଣ, ଗୋବିନ୍ଦ ଗୋବିନ୍ଦ ପୁଣି ଦିଟା ଲାଗିଛି। ଆର ଅର୍ଥ ଟିକେ ବାବୁ ଟିକେ ବୁଝେଇ ଦେଲ। ନା ନାଇଁ, ଆମେ କ'ଣ ଜାଣିଛୁ? ଆମେ ଯେମିତି ସମସ୍ତେ ଆମକୁ ଶିଖେଇଛନ୍ତି ଆମେ ବୋଲୁ। ମହାପୁରୁଷ ମାନଙ୍କର ପ୍ରତିଟି କଥାର ତତ୍ଵ ଅଛି। ଠାକୁର ନିଗମାନନ୍ଦ ଥରେ କହିଲେ, ଅସାମ୍ପ୍ରଦାୟିକ ଭାବନା। ଠାକୁର କହିଦେଇ ଚାଲିଗଲେ, କିନ୍ତୁ ଆଜି ପୃଥିବୀରେ କ'ଣ ଚାଲିଛି? ଆମ ସନାତନ ଧର୍ମରେ କ'ଣ ଚାଲିଛି? ସାମ୍ପ୍ରଦାୟିକ ଉତ୍ତେଜନା। ଅସାମ୍ପ୍ରଦାୟିକ ଭାବନା ଖାଲି ଭାଷଣରେ କୁହାଯାଏ। ଠାକୁର ଅନୁକୂଳ ଚନ୍ଦ୍ର ବି କହିଲେ, ସାମ୍ପ୍ରଦାୟିକ ଧର୍ମ ନାହିଁ।
ଇଏ ସବୁ କଥା ସେ କାହିଁକି କହିଲେ? ମୁଁ ଯେତେବେଳେ ଯିବି ତାଙ୍କ ପାଖକୁ ଗୁଡ଼ା ଯେତେବେଳେ ତ ଗୋଟା ଯିବି ନା ନାହିଁ, ସେ ନିରାକାର ପୁରରେ ତାଙ୍କ ସହିତ ମୋର ଦେଖା ବି ହେଇପାରେ। ସେତେବେଳେ ମୁଁ ପଚାରିବି ଯେ ପ୍ରଭୁ କହିକିରି ଆଇଲ, କିନ୍ତୁ ସେ ପୃଥିବୀଟାକୁ ଟିକେ ଅନେଇଲ ଏଇଠି ବସିକିରି, ଆଉ କିଛି ନାହିଁ, କେବଳ ମଦ ଖାଇବୁ, ମଦ ଖାଇବୁ, ଗଞ୍ଜେଇ ଖାଇବୁ, ଭାଙ୍ଗ ଖାଇବୁ, ରାସ୍ତାରେ ଗଡ଼ିବୁ, ଛୁରୀ ଧରିବୁ, ବମ୍ ଧରିବୁ, ଢାବାରେ ବରାଦ ହବ ଚିକେନ ମଟନ। ଏଇ ହେଉଛି ମହାପ୍ରସାଦ ପ୍ରତି ଆମର ଭକ୍ତି। ହଉ ବା କୋଉ କୋଉ ପୁଣି ବଡ଼ ବଡ଼ କଥା କହିଗଲେଣି, ଗଣ୍ଡୋଳିଆ ହେଇଯିବ। ତେବେ କଥାଟି ଆମର କୋଉଠି ରହିଲା? ଇଏ 4 ଯୁଗ ଆମେ ହିଁ ଭୋଗ କରୁଛୁ। କଥାଟି କୋଉଠି ଥିଲା? ପ୍ରତିମା ଯେବେ ସେ ଉଦ୍ଧବଟି କିଏ? ତା ଘର କୋଉଠି? ତା ଠିକଣା କ'ଣ? କହିଲେ ଯିଏ ଉତ୍ପନ୍ନ କରେ, ଇଏ ସଂସାରକୁ ଯିଏ ତୈରି କରିଛି, ସିଏ ହେଉଛି ଧ କହିଲେ ଧର୍ମ। ଇଏ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଇଏ ବହୁତ ପରେ। ଯେତେବେଳେ ମଣିଷ ଉଲଗ୍ନ ହେଇ ବୁଲୁଥିଲା, ଖାଇ ଜାଣିନଥିଲା, ପିନ୍ଧି ଜାଣିନଥିଲା, ସେତେବେଳେ କୋଉ ଧର୍ମ ଥିଲା? ସେତେବେଳେ ଯୋଉ ଧର୍ମ ଥିଲା ସିଏ ଥିଲା ପ୍ରକୃତିର ଧର୍ମ। ପ୍ରକୃତିକୁ ନେଇ ମଣିଷ ବଞ୍ଚୁଥିଲା, ସେଇ ହେଉଛି ପ୍ରକୃତ ଧର୍ମ। ତେବେ ବତି କ'ଣ? ବ କହିଲେ ବସୁଧୈବ କୁଟୁମ୍ବକମ୍। ଏମିତି ଗୋଟିଏ ବ, ଇଏ ଯୋଉ ନକ୍ଷତ୍ର ଭିତରେ ଦେଖୁଛନ୍ତି ଆକାଶରେ କୋଟି କୋଟି ନକ୍ଷତ୍ର, ଯାଆନ୍ତୁ ଦେଖିବେ ପୃଥିବୀ ଭଳି ଗୋଟେ ସୁନ୍ଦର ଧାମ କେଉଁଠି ନାହିଁ। ଯଦି କେତେବେଳେ କାଳେ ପାଇବେ, କ'ଣ କରିବେ? ସେ କାହିଁ ଇଏ 100 ବର୍ଷ ଭିତରେ କାହିଁ ମୋତେ ଲାଗୁନି। ବ କହିଲେ ବସୁଧା, ବ କହିଲେ ବରୁଣ, ବ କହିଲେ ବହ୍ନି, ବ କହିଲେ ଆରେ ବ କହିଲେ କ'ଣ କହୁନୁ ବାୟୁ। ସବୁ ବରେ, ତୁମେ ତ କିଛି କହୁନା, ତୁମେ ଏ ବଇଛ କାହିଁ ଏଠି? ତେଣୁ ବ କହିଲେ ବ୍ରହ୍ମ। ଆମେ ଜଗନ୍ନାଥଙ୍କୁ ଧନ୍ୟବାଦ କରିବୁ, ଆସିବା କାଠରେ ତିଆରି, ତା କାହିଁ ଧନ୍ୟବାଦ ଦଉଛ? କାଠ ପାଷାଣ କରୁ କାଠର ଦେବତା ପୃଥିବୀରେ ଗୋଟିଏ ଜଗନ୍ନାଥ, ପାଷାଣର ଦେବତା ଶିବ, ବୃକ୍ଷର ଦେବତା ଅଶ୍ୱତ୍ଥ, ତୃଣର ଦେବତା ହେଉଛନ୍ତି ତୁଳସୀ। ସବୁଠି ମୁଁ ଅଛି। ଜଗନ୍ନାଥଙ୍କୁ ଦେଖିଦେଲ, ଆମେ କ'ଣ ଜଗନ୍ନାଥଙ୍କୁ ଦେଖି ଦେଉଛୁ? ସାଙ୍ଗେ ସାଙ୍ଗେ ମୁଁ ଆଗ ତ ବର୍ତ୍ତମାନ 10ମ ଶ୍ରେଣୀ ପରୀକ୍ଷା ଚାଲିଛି, ବର୍ତ୍ତମାନ ମନ୍ଦିରରେ ଯେଉଁ ଭିଡ଼ ହେଉଛି ତା ଭିତରେ କେବଳ ଜଗନ୍ନାଥ ଶୁଣୁଛନ୍ତି, ମୋ ପୁଅ 10ମ ଶ୍ରେଣୀ ପାସ୍ କରୁ, ମୋ ଝିଅ 10ମ ଶ୍ରେଣୀ ପାସ୍ କରୁ।
ଆରେ 10 ପାଠ ପଢ଼ିଛି ନା 10ମ ଶ୍ରେଣୀ ଖାଲି ପାସ୍ କରିବ? ଏଇଗୁଡ଼ାକ କାଳେ ଭକ୍ତି। ତେବେ ସଜ୍ଜନ ତାଙ୍କର ପ୍ରକୃତ ସ୍ୱରୂପ ହେଉଛି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯେତେବେଳେ ପ୍ରାର୍ଥନା କରିବେ ଗୀତାର ସେହି ଶ୍ଲୋକଟି ପଢ଼ିବେ। ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବା ପୁରୁଷଂ ଶାଶ୍ୱତ ଦିବ୍ୟଂ ମାରିରେ। ଏଇ ଶ୍ଲୋକରେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାଇଲେ ହବ, ମଧୁକେଶ୍ୱରଙ୍କୁ ମୁଣ୍ଡିଆ ମାଇଲେ ହବ, ବକୁଳ ଗୋସ୍ୱାମୀଙ୍କୁ ମୁଣ୍ଡିଆ ମାଇଲେ ହବ, ସର୍ବଂ ଖଲୁଦଂ ବ୍ରହ୍ମ। ଏତେ ମନ୍ତ୍ର କ'ଣ ଦରକାର? ଯଦି ଏତେ ମନ୍ତ୍ର ନ ଆସିଲା, ମନେ ନ ପଇଲା, ଖାଲି ଓମ୍ କହିଦେବ। ଓମିତ୍ୟକାକ୍ଷରଂ ବ୍ରହ୍ମ ବ୍ୟାହରଂ ସ ପ୍ରୟାତି ତେଜ। ତେଣୁ କଥା କହିଲେ ଗୁଡ଼ା ଲମ୍ବି ଯାଉଛି କଥା ଗୁଡ଼ାକ। ଆଚ୍ଛା ହଉ, ଖାଲି ଓମ୍ କହିଲେ ବି ହବ। ତେଣୁ ଉଦ୍ଧବ ଉଦ୍ଧବ କହିଲେ ଗୋଟେ ଆପଣ ଭାବୁଛନ୍ତି ଗୋଟେ ଛୋଟିଆ ମଣିଷଟି। ଉଦ୍ଧବ ମୁଁ ହଉଛି ମୁଁ ଦିନେ ଜନ୍ମ ହେଲି ମାନେ ହେଲି। ମୁଁ ଧର୍ମ କଥା ପ୍ରଚାର କରୁଛି, ତେଣୁ ମୁଁ ହିଁ ମୁଁ ପଞ୍ଚମହାଭୂତରେ ମୋ ଜୀବନ ଗଢ଼ା ହେଇଛି, ତେଣୁ ମୁଁ ଆମେ ସମସ୍ତେ ଉଦ୍ଧବ, ଆମେ ସମସ୍ତେ ଉଦ୍ଧବ। ତେଣୁ ସଜ୍ଜନ ପ୍ରତିମା ଯେବେ ନ ପାଇବ ଶୁଣ ଉଦ୍ଧବ ପୂଜା ଭାବ। ତାହେଲେ କ'ଣ କରିବା? ତାହେଲେ ପ୍ରତିମା ତ ଆମ ପାଖରେ ନାହାନ୍ତି। ନିଜେ ହଉଛ ଗୋଟିଏ ପ୍ରତିମା। ତମେ ଯେପର୍ଯ୍ୟନ୍ତ ବଞ୍ଚିଛ, ତମ ବାପ ମା ମଲେ କେମିତି? ମତେ ଉତ୍ତର ଦିଅ। ମୁଁ ଯେପର୍ଯ୍ୟନ୍ତ ବଞ୍ଚିଛି, ମୋ ବାପା ସଚିଦାନନ୍ଦ, ମୋ ବୋଉ ବସନ୍ତ ଦେବୀ ମରି ନାହାନ୍ତି ନା ମୁଁ ବଞ୍ଚିଛି? ଇଏ ଦେହଟା କାହାର? ଇଏ ସମ୍ପତ୍ତିଟା କାହାର? ତେଣୁ ଗୀତାରେ କହିଲେ, ଭାଗବତରେ ବି କହିଲେ, ତୁମେ ନିଜେ ହଉଛ ପ୍ରତିମା। ଈଶ୍ୱର ସର୍ବଭୂତାନାଂ ହୃଦୟ ସର୍ଜୁନତି। ହୃଦୟକୁ ଚିନ୍ତା କରିବେ। ଏଇ ହୃଦୟ ଭିତରେ ମୁଁ ରହିବି, ତମ କଥା ଶୁଣିବି, ତମ କଥା ବୁଝି। ଆମର ସେ ବିଶ୍ୱାସ ଥିଲେ ହବ ନା। ଆଉ ଟିକେ ଆଗକୁ ଯିବା। କେମିତି କହୁଛନ୍ତି ପ୍ରଭୁ? ଏହା ସବୁ ପ୍ରଭୁଙ୍କ ବାକ୍ୟ ନା। ଇଏ କ'ଣ ଯାଇତାଇ ଲୋକଙ୍କ କଥା ହେଇଛି ନା କ'ଣ? ସୂର୍ଯ୍ୟ ଅନଳେ କିବା ଜଳେ ଅଥବା ହୃଦୟ କମଳେ। ଗାଧେଇବାକୁ ଯିବ ଗଙ୍ଗା ବୋଲି ସ୍ମରଣ କରିବ। ଗୀତା କହୁଛନ୍ତି ସ୍ରୋତସାମସ୍ମି ଜାହ୍ନବୀ। ଆଚ୍ଛା, ଗାଧେଇ ସାରିବ, ସୂର୍ଯ୍ୟଙ୍କୁ ନମସ୍କାର କରିବ, ଆଞ୍ଜୁଳାଏ ଜଳ ଦେଇଦେବ। ସୂର୍ଯ୍ୟଙ୍କର ମାନେ ସୂର୍ଯ୍ୟ ସେତିକିରେ ଖୁସି।
ସୂର୍ଯ୍ୟ ଅନଳ ଘରକୁ ଆସିବ, ଠାକୁର ଘରେ ସଞ୍ଜଟିଏ ଦେବ, ଦୀପଟିଏ ଲଗେଇବ। ଦୀପଂ ଜ୍ୟୋତି ପରଂ ବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରତେ ପାପ ସନ୍ଧ୍ୟା। ପୂଜା ସଇଲା। ଯଦି ନପାରେ ଏତେ ମତ, ଗୃହରେ ଅତିଥି ଆଗତ। ଯଦି ଜଣେ ଭୋକିଲା ଲୋକ ତମ ଘରେ ପହଞ୍ଚିଲେ, କି ବନ୍ଧୁ ଲୋକଟିଏ ତମ ଘରେ ପହଞ୍ଚିଲେ, ଦରିଦ୍ର ଲୋକଟିଏ ପହଞ୍ଚିଲେ, ଗୋଟିଏ ରୋଗୀ ପହଞ୍ଚିଲା, ତାକୁ ଯଦି ଆପଣ ଖୁଆଇ ପିଆଇ ସନ୍ତୁଷ୍ଟ କରି ବିଦାୟ ଦେଲେ, ଭାଗବତ କହିଲେ ତାହାଙ୍କୁ ବିଷ୍ଣୁ ପ୍ରାୟ ଜୀବ হেমন্ত বিষ্ণু আমি ওটা কিছু নকলে কেমিতি হব? কেতটি দিন আমি জীবনকু এ দুনিয়াকু আইছিলু, কেতে দিন গলানি, আউ কেতে দিন হারাহারি রহিবু। এই বাত গ্রামকু যেতবেলে আইছিলু, এই নারায়ণ বাবুଙ୍କ ঘরে রহিছিলু। সে কাঁদি, ସିଏ ଗଲେଣି। ତାଙ୍କ ପରେ ତାଙ୍କ ସ୍ତ୍ରୀ ଥିଲେ, ସେ ବି ଗଲେଣି। ଏମିତି ଅନେକ ଲୋକ ବି ଗଲେଣି। ଏଇଠି ଯୋଉ ଚୈତନ୍ୟ ଚରଣଙ୍କର ସମାଧି ରହିଛି ଆଶ୍ରମରେ, ମୁଁ ଏତେବେଳେ 16 ବର୍ଷ ମତେ ବୟସ ହେଇଥିଲା। ମୁଁ କେନ୍ଦ୍ରାପଡ଼ାର ଟିକିରି ମଠକୁ ଯାଇଥିଲି। ମାଘ ମାସ ଶୀତ, ଗୋଟାଏ ରାତି ରହିବା ପାଇଁ ଏଇ ଚୈତନ୍ୟ ବାବାଙ୍କ ପାଖକୁ ଗଲି। ଚୈତନ୍ୟ ବାବା ମତେ କହିଲେ, ମୁଁ ସିନା ଗୋଟାଏ ରାତି ପାଇଁ ତମକୁ ରଖିପାରିବି, ମୁଁ ତ ମୁରବୀ ନୁହଁ, ବାୟାକୁ ଦେଖା କର କାଲି ସକାଳୁ। ମୁଁ ସେ ଚୈତନ୍ୟ ଚରଣକୁ ଖୋଜୁଥିଲି, ଦେଖିଲାକୁ ସେ ଆସି ବାତରେ। ଯେଉଁ ଆକର୍ଷଣରେ ବାତ ଆସିଥିଲି, ବାବା ବାୟା ମୋର ମାନସ ଗୁରୁ ଏବଂ ଚୈତନ୍ୟ ଚରଣ ଦାସ, এই ସବୁ କଥା ଜୀବନର କଥା। ଯେବେ ନପାରେ ଏତେ ମତ, ଗୃହରେ ଅତିଥି ଆଗତ, ତାହାଙ୍କୁ ବିଷ୍ଣୁ ପ୍ରାୟ ମଣି ବୁଝିବ ଦେଇ ଅନ୍ନ ପାଣି। ଆପଣ ବୋଧେ ଭାବୁଥିବେ ଆମ ଘରେ ଯେମିତି ବଡ଼ ଭାଇ, ମଝିଆ ଭାଇ, ସାନ ଭାଇ, ସେମିତି ତାଙ୍କର ବୋଧେ ସେମିତି ବଡ଼ ଭାଇ ବ୍ରହ୍ମା, ମଝିଆ ଭାଇ ବିଷ୍ଣୁ, ସାନ ଭାଇ, ସେ ସବୁ କିଛି ନୁହେଁ। ଯିଏ ଉତ୍ପନ୍ନ କରନ୍ତି, ଯେତେବେଳେ ଉତ୍ପନ୍ନ କରନ୍ତି, ତାଙ୍କରି ନାଁ ହୁଏ ବ୍ରହ୍ମା। ଯେ ଯେତେବେଳେ ପାଳନ କରନ୍ତି, ତାଙ୍କରି ନାଁ ହୁଏ ବିଷ୍ଣୁ। ଯେତେବେଳେ ପରିବର୍ତ୍ତନ କରନ୍ତି, ତାଙ୍କରି ନାଁ ହେଉଛି ଶିବ। ବର୍ତ୍ତମାନ ଶିବଙ୍କ ଯୁଗ ଚାଲିଛି। କେତେବେଳେ କିଏ ମରିବ, କେତେବେଳେ କିଏ କ'ଣ ହବ, ତା କିଛି କହିହେବ ନାହିଁ। ତେଣୁ ସାଧୁ ସାବଧାନ, ଭୁଲ ବାଟରେ ନ ଯିବା ପାଇଁ ସବୁବେଳେ ସଂକଳ୍ପବଦ୍ଧ ହେବ। ଗୋଟିଏ ରୋଗୀକି ଯଦି ସେବା କରିବ, ଶିବାଭିଷେକ ନ କର, କ'ଣ ଅସୁବିଧା ହେଉଛି? ଶିବ କ'ଣ
ସୁଶୀଳା ଅଛନ୍ତି, ତମେ ଯାଇକିରି ତାଙ୍କରି ମୁହଁରେ କ୍ଷୀର ଦହି ଢାଳିଦେଲେ ପୁରା ଶିବଙ୍କର ଶୋଷ ମେଣ୍ଟିଯିବ? ସେ କ'ଣ ଆମରି ଭଳିଆ ଲୋକ? ଯତ୍ର ଜୀବ ତତ୍ର ଶିବ। ଗୋଟିଏ ରୋଗୀ କି ଡାଇବେଟିସ୍ ରୋଗ ହେଲା, ସେ ଡାକ୍ତରଙ୍କ ପାଖକୁ ଗଲା। ଡାକ୍ତର କହିଲେ, ଡାକ୍ତର ସବୁ ଆଗରୁ ପଚାରିବେ ତମକୁ କି ରୋଗ ହେଇଛି, ରକ୍ତ ପରୀକ୍ଷା କର, ହଁ ମଧୁମେହ ରୋଗ ହେଇଛି। ଡାକ୍ତର କହିଲେ 3 ଖଣ୍ଡ ରୁଟିରୁ 4 ଖଣ୍ଡ ଖାଇପାରିବନି। ନା ଆଜ୍ଞା, ଆପଣ ଯାହା କହିଲେ ମୁଁ ମାନିବି। ତେଣୁ ଡାକ୍ତରଙ୍କ ପାଖକୁ ଆସି ତା ସ୍ତ୍ରୀ କି କହିଲା, ଶୁଣୁ, ଆଜିଠାରୁ ଡାକ୍ତର ବାବୁ କହିଛନ୍ତି ମୁଁ ରାତିରେ 3 ଖଣ୍ଡ ରୁଟି ଖାଇବି, ସକାଳେ 2 ଖଣ୍ଡ ରୁଟି ଖାଇବି, ମଧ୍ୟାହ୍ନରେ 2 ଖଣ୍ଡ ରୁଟି ଭାତ ଟିକେ